ମାୟା କହିବେ, ମମତା ତମେ ଏଠି ପଲ୍ଲବୀ ପାଖରେ ଥାଅ, ମୁଁ ଯାଉଛି, ମୋତେ ଟଙ୍କା ଆରେଞ୍ଜ କରିବାକୁ ପଡ଼ିବ। ଏହାପରେ ମମତା କହିବେ, କିନ୍ତୁ ଦିଦି ତମେ ଟଙ୍କା କୋଉଠୁ ଆଣିବ? ତାପରେ ମାୟା କହିବେ, ମାୟା ମହାପାତ୍ର ଏତେ ବି ଗରିବ ହେଇଯାଇନି ମମତା। ମୋର କିଛି ପର୍ସନାଲ ପ୍ରପର୍ଟି ଆଉ ସେଭିଂ ବି ଅଛି। ସେ ସବୁ ଯଦି ଏ ବିପଦ ସମୟରେ କାମ ନ ଆସିବ ଥାଇକି ତାହେଲେ ଲାଭ କ'ଣ? ଏହାପରେ ପଲ୍ଲବୀ କହିବେ, ନାଇଁ ମାମା, ମୁଁ ଆପଣଙ୍କୁ ଏକା ଯିବାକୁ ଦେବିନି। ପଇସା ଆରେଞ୍ଜ କରିବା ପାଇଁ ମୋ ପାଖରେ ବି କିଛି ରାସ୍ତା ଅଛି। ତାପରେ ମାୟା କହିବେ, ହଉ ଠିକ୍ ଅଛି। ଏହାପରେ ପଲ୍ଲବୀ କହିବେ, ଅପା ତମେ ଆଉ ଭାଇ ଏଠି ଦାଦିମା, ସାନମା ଆଉ ଦାଦାଙ୍କର କେୟାର ନିଅ। ଭାଇ ଏଠି ଯଦି କିଛି ବି ପ୍ରୋବ୍ଲେମ ହୁଏ ତାହେଲେ ଆପଣ ମୋତେ ସାଙ୍ଗେ ସାଙ୍ଗେ କଲ୍ କରିବେ। ଏହାପରେ ମାୟା କହିବେ, ମୁଁ ଆଉ ପଲ୍ଲବୀ ଆମ ଦି ଜଣଙ୍କ ହଜବେଣ୍ଡଙ୍କ ଦାୟିତ୍ୱ ତମ ସମସ୍ତଙ୍କ ଉପରେ ଛାଡ଼ି ଦେଇକି ଯାଉଛୁ। ସେମାନଙ୍କ ଯେମିତି କିଛି ବି ଅସୁବିଧା ନ ହୁଏ ସେମାନଙ୍କର ଧ୍ୟାନ ରଖିଥିବ। ବିନୋଦ, ତମ ଭାଇଙ୍କ ବିଷୟରେ ଡକ୍ଟର ଯେତେବେଳେ ଯାହା କହିବେ ମୋତେ ସାଙ୍ଗେ ସାଙ୍ଗେ ଜଣେଇବ। ତାପରେ ବିନୋଦ କହିବେ, ହଁ ଭାଉଜ। ଏହାପରେ ମାୟା କହିବେ, ମମତା ମୋ ପୁଅର ଯେମିତି କିଛି ନ ହୁଏ ତାର ଧ୍ୟାନ ନେଉଥିବ। ପ୍ରତି ମୁହୂର୍ତ୍ତରେ ତା ବିଷୟରେ ମୋତେ ଜଣେଇବ। ଏହାପରେ ମମତା କହିବେ, ତମେ ଆଉ ପଲ୍ଲବୀ ଯାଅ ଦିଦି, ମୁଁ ଆଉ ପିଇସୀ ମା ଆମେ ଠାକୁରଙ୍କ ପାଖରେ ବସି ପ୍ରାର୍ଥନା କରିବୁ। ତାପରେ ଦାଦିମା କହିବେ, ହଁ ମାୟା ଯା ତୁ, ଏଠି ଆମେ ଅଛୁ। ତାପରେ ମାୟା ଆଉ ପଲ୍ଲବୀ ଘରକୁ ଆସିବେ। ଆଉ ପଲ୍ଲବୀ କହିବେ, ମାମା ଆପଣଙ୍କ ପାଖରେ ଯାହା ଯେମିତି ହେଉଛି ଆପଣ ଟ୍ରାଏ କରନ୍ତୁ। ମୋ ପାଖରେ ଆପଣ ଦେଇଥିବା ଯେଉଁ ବି ଗୋଲ୍ଡେନ ଡାଇମଣ୍ଡ ଜୁଏଲେରୀ ଅଛି ମୁଁ ସେସବୁକୁ ନେଇକି ଆସୁଛି। ଏହାପରେ ମାୟା କହିବେ, ନାଇଁ ପଲ୍ଲବୀ, ତୋର ଗହଣା ବିକିବା କିଛି ବି ଦରକାର ନାହିଁ। ମୁଁ ଆମ ଏକାଉଣ୍ଟିଂକୁ ଡାକିଛି, ଆଉ ଅଳ୍ପ ସମୟ ଭିତରେ ଆସି ପହଞ୍ଚିଯିବ। ମୋର କିଛି ପର୍ସନାଲ ସେଭିଂ ଓ ପ୍ରପର୍ଟି ଅଛି। ସେଥିରୁ ଯାହା କିଛି ପଇସା ମିଳିବ ଆଦର୍ଶ ଆଉ ଆନନ୍ଦଙ୍କ ଟ୍ରିଟମେଣ୍ଟ ଆରାମସେ ହେଇଯିବ। ଏହାପରେ ମାୟାଙ୍କ ଦି ଜଣ ସାଙ୍ଗ ଆସିବେ। ଆଉ ଜଣେ କହିବ, ହାୟ ମାୟା, ଏସବୁ କେମିତି ହେଲା ମାୟା? ଆମେ ଶୁଣିଲୁ ଆନନ୍ଦ ଆଉ ଆଦର୍ଶ ଦି ଜଣ ଯାକ ସିରିୟସ୍ ଅଛନ୍ତି। ଆଉ ଶୁଣିଲା ମାତ୍ରକେ ଆମେ ସାଙ୍ଗେ ସାଙ୍ଗେ ଏଠିକି ଚାଲି ଆସିଲୁ। ଆଉ ଜଣେ କହିବ, ଆମେ ଏଇ କଥା ବି ଶୁଣିଲୁ ଘର ଦ୍ୱାର ପ୍ରପର୍ଟି କ'ଣ ସବୁ ସିଜ୍ ହେଇଯାଇଛି। ନ୍ୟୁଜ୍ ବାଲା ଯାହା ସବୁ ପ୍ରଚାର କରୁଛନ୍ତି ସେସବୁ କ'ଣ ସତ ମାୟା? ତୋ ସ୍ୱାମୀ ଆଉ ତୋ ପୁଅ ଜମି ହାତେଇବା ଫ୍ରଡ୍ କରିଛନ୍ତି। ଏହାପରେ ପଲ୍ଲବୀ କହିବେ, ବାସ୍ ବାସ୍, ଲାଜ ଲାଗୁନି ଆପଣମାନଙ୍କୁ? ଏଇ ସମୟରେ କଟା ଘାରେ ଚୂନ ଦେବା ପାଇଁ ଏଠିକି ଚାଲି ଆସିଛନ୍ତି। ତାପରେ ଜଣେ ସ୍ତ୍ରୀ ଲୋକ କହିବ, ଏଥିରେ କଟା ଘାରେ ଚୂନ ଦେବା କଥା କୋଉଠୁ ଆସିଲା? ଆମେ ତ ବାସ୍ ପଚାରିବାକୁ ଆସିଥିଲୁ ଏତେ ଟଙ୍କା କୋଉଠୁ ଆଣିବ? ତାପରେ ଆଉ ଜଣେ ସ୍ତ୍ରୀ ଲୋକ କହିବ, ଭଗବାନ ନ କରନ୍ତୁ ଏ ସମୟରେ ତମମାନଙ୍କୁ କାହା ପାଖରେ ହାତ ପତିବାକୁ ନ ପଡ଼ୁ। ଏହା ଶୁଣି ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯିବେ। ଆଉ କହିବେ, ମୋ ଶାଶୁମା ମାୟା ମହାପାତ୍ର, ମାନୁଛି ଏବେ ଆମ ଉପରେ ବିପଦ ପଡ଼ିଛି। ତା ମାନେ ନୁହଁ ଯେ ଆମେ ଏତେ ଦୁର୍ବଳ ହେଇଯାଇଛୁ ଯେ କାହା ପାଖରେ ଯାଇ ହାତ ପତିବାକୁ ପଡ଼ିବ। ଚାଲିଯାଆନ୍ତୁ ଆପଣମାନେ। ଆମକୁ ଏସବୁ ମିଛ ସହାନୁଭୂତି ଦେଖେଇବା କିଛି ଦରକାର ନାହିଁ। ତ ଦର୍ଶକ ବନ୍ଧୁ, କ'ଣ ପର୍ସନାଲ ସେଭିଂରୁ ମାୟା କ'ଣ ଟଙ୍କା ବାହାର କରିପାରିବେ କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।